ଖରା ଦିନ ଯେହେତୁ ଆସିଲାଣି ମିଶାମିଶି ଶାଗ ଭଜାର ଏଇ ରେସିପିଟା ତ ଆପଣ ମାନେ ନିଶ୍ଚୟ ଡିଜର୍ଭ କରୁଛନ୍ତି। ଚାଲନ୍ତୁ ଜଲ୍ଦି ଜଲ୍ଦି ଜାଣିବା ଆଦେହରେ ଏମିତି କଣ କଣ ଅଛି ଯୋଉଟା କି ପଖାଳ ସହିତ କମ୍ବିନେସନ ଏହାର ପୁରା ୱାଓ। ତ ଆ ପାଇଁ ମୁଁ ନେଇଛି କଳମ ଶାଗ, ଆଉ ଏଥିରେ ଅଛି ବୋଇତାଳୁ ଡଙ୍କ ଆଉ କିଛିଟା କଅଁଳିଆ ପତ୍ର। ଆକୁ ସବୁ ବାଛିକି ଅଲଗା କରିଦବା ପତ୍ର ଆଉ ଡଙ୍କକୁ। ଡଙ୍କକୁ ଦେଖନ୍ତୁ ମୁଁ ଅଲଗା କାଟିକି ରଖିଦେଇଛି। ତା ନାସି ଛଡେଇକି ଅଲଗା କାଟିକି ରଖିଦେଇଛି। ଆଉ ଏଥିରେ ମୁଁ ନେଇଛି ଅଳ୍ପ କିଛିଟା ବୋଇତାଳୁ ଆଉ କଦଳୀ। କଢେଇ ବସେଇଦବା, କଢେଇ ଗରମ ହେଇଗଲେ ଡଙ୍କକୁ ପକେଇଦେବେ। ଧୋଇ ଧାଇକି ରଖିଥିବେ ତାକୁ ପକେଇଦେବେ। ଅଳ୍ପ ଟିକେ ଲୁଣ ପକେଇଦେବେ। କାରଣ ଡଙ୍କ ଚୋବେଇଲା ବେଳେ ଯେମିତି ତାର ପୁରା ବଢିଆ ଟେଷ୍ଟ ଆସିବ। ସେଥିପାଇଁ ଆଉ ଟିକେ ପାଣି ଦେଇଦେବେ ସିଝିବା ପାଇଁ ଡଙ୍କଟାକୁ। ଆଉ ଲୁଣ ଗୁରା ତା ସହିତ ଯେମିତି ଅବଜର୍ଭ କରିବ ସେଥିପାଇଁ ଟିକେ ପାଣି ଦେଇଦେବେ। ବୋଇତାଳୁ ଆଉ କଦଳୀକୁ ବି ଧୋଇକି ଛାଙ୍କିକି ଏବେ ପକେଇଦେବେ, କାହିଁକି ନା ଡଙ୍କ ସହିତ ଇଏ ବି ସିଝିଯିବ। ଆଉ ଟିକେ ଲୁଣ ପକେଇଦେବେ ଯେହେତୁ ବୋଇତାଳୁ ଆଉ କଦଳୀ ପଡିଲା ସେଥିପାଇଁ ଅଳ୍ପ ଟିକେ ସ୍ଵାଦ ପାଇଁ ଲୁଣ ପକେଇଦେବେ। ଅଳ୍ପ ଟିକେ ଚିନି ବି ପକେଇବା। ଚିନି ଆପଣ ମାନେ ଚାହିଁଲେ ସ୍କିପ୍ କରିପାରିବେ, କିନ୍ତୁ ଯେହେତୁ ମୋର ପସନ୍ଦ ଟିକେ ମିଠା ଲାଗେ, ମତେ ଶାଗ ଭଜା ମିଠା ଲାଗିଲେ ଭଲ ଲାଗେ, ସେଥିପାଇଁ ମୁଁ ଟିକେ ଚିନି ପକେଇଛି। ଗୋଳେଇ ଦବା। ଟିକେ ସିଝିବା ପାଇଁ ଅଳ୍ପ ସମୟ ଆକୁ ଟିକେ ସମୟ ପାଇଁ ଢାଙ୍କି ଦବା। ପାଣି ବି ଟିକେ ମରିଯିବ ଆଉ ସିଝି ବି ଯିବ, ସେଥିପାଇଁ ଢାଙ୍କି ଦେବେ। କିଛି ସମୟ ପରେ ଦେଖନ୍ତୁ ପୁରା ଫୁଟି ଆସିଲାଣି। ଲୁଣ ଆଉ ଚିନି ବି ବଢିଆ ସେ ପୁରା ଆବଜର୍ଭ କରି ଯାଇଥିବ। ମଉଳି ଗଲାଣି ଡଙ୍କ ବି, ଆଉ ଟିକେ ଖାଲି ସିଝିବା ପାଇଁ ଛାଡିଦେବେ। ସେଥିପାଇଁ ଆଉ ଟିକେ ସମୟ ଢାଙ୍କି ଦେବେ ୟାକୁ। କିଛି ସମୟ ପରେ ଦେଖନ୍ତୁ ପୁରା ସିଝି ଆସିଲାଣି। ବୋଇତାଳୁ ବି ସିଝି ଗଲାଣି ଏଠି। ଆଉ ଡଙ୍କ ବି ପୁରା ମଉଳିକି ସିଝି ଆସିଲାଣି। ଆଉ ବି ଯଦି ବି ସିଝି ନଥିବ ଟିକେ ସିଝିବାକୁ ବାକି ଥିବ ତାହେଲେ ଶାଗ ସହିତ ଇଏ ସିଝିଯିବ। ସେଥିପାଇଁ ଶାଗକୁ ମାନେ କଳମ ଶାଗ, ବୋଇତାଳୁ ପତ୍ର ତାକୁ ସବୁ ଅଲଗା ଧୋଇ ଧାଇକି କାଟିକି ଛାଙ୍କିକି ମାନେ ଆଗରୁ ରଖିଦେଇଥିବେ। ତାକି ପାଣି ନିଗିଡି ଯିବ, ନହେଲେ ଅଧିକ ପାଣି ବାହାରିବ। ତ ଦେଖନ୍ତୁ ମୁଁ ଆଗରୁ ଆକୁ କାଟିକି ଛଙ୍କାରେ ଛାଙ୍କିକି ରଖିଦେଇଛି, ତାକୁ ଏବେ ପକେଇଦବା। ଆଉ ହଁ ଯଦି ବି ଟିକେ ଟିକେ ପାଣି ଥିବ ନା ତ ଚିପୁଡି ଚିପୁଡି ପକେଇବେ, ଯଦି ପାଣି ଥିବ ତ ପାଣି ନିଗିଡି ଯିବ। ସବୁ ଯାକ ଶାଗ ଏକା ସାଙ୍ଗରେ ପକେଇଦେବେ ଚିପୁଡି ଚିପୁଡିକି। ତାପରେ ଭଲସେ ଗୋଳେଇ ଦେବେ। ଯେମିତି ଲୁଣ ଆଉ ଚିନି ପକେଇଥିଲେ ଆ ସହିତ ବି ମିଶିଯିବ। ଆପଣ ଯଦି ଫାଷ୍ଟରେ ଅଳ୍ପ ଟିକେ ଚିନି ଆଉ ଲୁଣ ପକେଇଥିବେ ତାହେଲେ ଆପଣ ଚାହିଁଲେ ଶାଗ ଟିକେ ସାଙ୍କୁଳିଲା ପରେ ଆପଣ ଟିକେ ଟେଷ୍ଟ କରିକି ଆଉ ଟିକେ ଲୁଣ ଚିନି ପକେଇ ପାରିବେ ଯଦି ଦରକାର ଥିବ ତ। ଯଦି ଦରକାର ନଥିବ ତାହେଲେ ଆଉ ପକେଇବେନି। ମୁଁ ଏକା ସାଙ୍ଗରେ ଲୁଣ ଚିନି ପକେଇ ଦେଇଥିଲି ତାକି ଶାଗକୁ ଆଉ ପକେଇବା ପାଇଁ ଶାଗରେ ନ ପଡେ। ସେଥିପାଇଁ ମୋର ତ ପୁରା ପରଫେକ୍ଟ ଲୁଣ ଚିନି ଥିଲା, ଯଦି ଆପଣ ମାନେ ଚାହିଁବେ ପକେଇ ପାରିବେ। ଦେଖନ୍ତୁ ଶାଗ ଏଠି ପୁରା ମଉଳି ଗଲାଣି। ବୋଇତାଳୁ କଦଳୀ ସହିତ ପୁରା ମିଶି ଗଲାଣି, ତ ଗୋଟେ ଜାଗାକୁ ବାହାର କରିଦଉଛି ମୁଁ ଏଠି। ଆପଣ ଚାହିଁଲେ ସେଇ କଢେଇରେ ଶାଗକୁ ଟିକେ ସାଇଡ କରିକି ବି ୟାକୁ ଫୁଟେଇ ପାରିବେ, ମାନେ ଛୁଙ୍କ ଦେଇ ପାରିବେ, କିନ୍ତୁ ମୁଁ ଅଲଗା ଜାଗାକୁ ବାହାର କରିଦଉଛି। ତାପରେ କଢେଇ ଧୋଇକି ତେଲ ପକେଇଦେବେ। ତେଲ ତାତି ଗଲେ ଟିକେ ଆଧରେ ପକେଇବା ଦିଟା ଶୁଖିଲା ଲଙ୍କା ମୁଁ ନେଇଛି। ତାକୁ ଖଣ୍ଡ କରିକି ପକେଇଛି, ଆପଣ ଚାହିଁଲେ କଞ୍ଚା ଲଙ୍କା ବି ପକେଇ ପାରିବେ, କିନ୍ତୁ ଶୁଖିଲା ଲଙ୍କାରେ ଆର ଟିକେ ଅଲଗା ପୁରା ବଢିଆ ଟେଷ୍ଟ ଆସେ। ଆଉ ସୋରିଷ ଦିଟା ମୁଁ ଏଇଠି ପକେଇଛି। ରସୁଣ ଛେଚିକି ରଖିଥିବେ ଆଗରୁ ତାକୁ ଏବେ ପକେଇଦବା। ରସୁଣ ଟିକେ ଲାଲ ଲାଲ ହେଲା ଯାଏ ଆକୁ ଟିକେ ଭାଜିବା। କିନ୍ତୁ ଲଙ୍କା ପୁରା ଲାଲ ହବା ଦରକାର, ମାନେ ପୁରା ପୋଡିବା ଦରକାର। କିନ୍ତୁ ରସୁଣ ଟା ପୋଡିବା ଦରକାର ନାହିଁ। କାହିଁକି ନା ରସୁଣ ବେଶୀ ପୋଡିଗଲେ ସ୍ଵାଦ ଆସିବନି, ତ ଟିକେ ଲାଲ ଲାଲ ହେଇଥିବ। ଏବେ ଶାଗ ପକେଇଦବା। ଦେଖିବେ ଶାଗରେ ଯେମିତି ପୁରା ପାଣି ମରିଯାଇଥିବ, ନହେଲେ ଶାଗରେ ପାଣି ରହିଲେ ଟେଷ୍ଟ ଲାଗିବନି ବେଶୀ।
तो पूरा हाई फ्लेम रे जदि गैस रे करछन्ती तार पूरा हाई फ्लेम रे देकी साग को भलसे गोळेई देबे। आपण चाहिले याकू किछि समय पई ढांकी भी पारिबे ताकि पूरा भलसे यार स्मेल टा पूरा चारिआडे खेळेई जिवो जहाँ भी छुंक दिया हला किछि समय पई याकू छाडिबे आउ टिके याकू गोळेई दबा। एबे हमर रेडी हे गला मिसा मिसी कलम साग भजा पखाळ सहित यार टेस्ट पूरा वाओ। थरे एमती निश्चय ट्राए करंतु सब जाक जिंस मिसा मिसी करिकी साग भाजीबा पई भल लागिले चैनल को सब्सक्राइब निश्चय करिवे। फेसबुक रे देखुतिले प्लीज गाइस चैनल को फॉलो निश्चय करिवे। थैंक यू।